କାର୍ଯ୍ୟକ୍ରମ ଆରମ୍ଭ ହେଲା ଇଏ ଗୋଟେ ପ୍ରି ପ୍ଲାନ୍ରେ କରାଯାଇଛି। ଏ କଥାଟା ଗୃହରେ ଆଲୋଚନା ନହଉ ବା ଆଲୋଚନାକୁ ନ ଆସୁ ତାଙ୍କର ଯିଏ ମୁରବୀ ବା ଯିଏ ବର୍ତ୍ତମାନ ମୁଖ୍ୟ ନେତୃତ୍ୱ ସେ ଦିଲ୍ଲୀରେ ବସୁଛନ୍ତି। ତେଣୁ ସିଏ ଯାହା ନିର୍ଦ୍ଦେଶ ସେଠି ଇଙ୍ଗିତ କରୁଛନ୍ତି ଏଠି ଉଠା ବସା ହେଉଛନ୍ତି। ଦେଖନ୍ତୁ ପୁଣି ଦ୍ୱିତୀୟ ଅଧିବେଶନ ଆପଣ ଦେଖିଲେ ମାନେ ସେକେଣ୍ଡ ହାଫ୍ରେ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହେଲା ଇଏ ଗୋଟେ ପ୍ରି ପ୍ଲାନ୍ରେ କରାଯାଇଛି। ଏ କଥାଟା ଗୃହରେ ଆଲୋଚନା ନହଉ ବା ଆଲୋଚନାକୁ ନ ଆସୁ ଆମେ ଯେତେବେଳେ ସାର କଥାଟା ଦେଇଛୁ ମୁଲତବୀ ପ୍ରସ୍ତାବରେ ପୁଣି ଗୃହକୁ ଯାଇକି ସେଥିରେ ପାଟିତୁଣ୍ଡ କରିବାର କ'ଣ ଆବଶ୍ୟକତା ଥିଲା? ଏଟା ଆଲୋଚନାକୁ ଆଣିବା ଦରକାର ହିଁ ଥିଲା। ଆମେ ଆଲୋଚନା କରିବା ଦରକାର ଥିଲା। ପ୍ରଶ୍ନକାଳ ପରେ ତାକୁ ଆଲୋଚନାକୁ ଆଣିଥିଲେ ବହୁତ ଭଲ ହେଇଥାନ୍ତା ଏବଂ ଆମର ଅନାସ୍ଥା ପ୍ରସ୍ତାବ ବାବଦରେ ଆଲୋଚନା ମଧ୍ୟ କରାଯାଇଥାନ୍ତା। କିନ୍ତୁ ସରକାର ଭୟ ହେଇଛନ୍ତି ଆଉ ତାଙ୍କର ଯିଏ ମୁରବୀ ବା ଯିଏ ବର୍ତ୍ତମାନ ମୁଖ୍ୟ ନେତୃତ୍ୱ ସେ ଦିଲ୍ଲୀରେ ବସୁଛନ୍ତି। ତେଣୁ ସିଏ ଯାହା ନିର୍ଦ୍ଦେଶ ସେଠି ଇଙ୍ଗିତ କରୁଛନ୍ତି ଏଠି ଉଠା ବସା ହେଉଛନ୍ତି। ତ ସେକେଣ୍ଡ ହାଫ୍ରେ ବି ଆଲୋଚନାକୁ ଆସିବାର ଥିଲା। ତ ସେକେଣ୍ଡ ହାଫ୍ରେ ବର୍ତ୍ତମାନ ଯେଉଁ ପ୍ରି ମ୍ୟାଚୁର୍ଡ ଲିଗ୍ କଥା କହୁଛନ୍ତି କେଉଁ ରୁଲ୍ସରେ କହୁଛନ୍ତି କ'ଣ କରୁଛନ୍ତି ସେଟା ପୁଣି ଗୃହରେ ଆଲୋଚନା ହେବା ଦରକାର। ଯଦି ସେଟା ଧରନ୍ତୁ ଭୁଲ ଅଛି କି ଠିକ୍ ଅଛି ତାକୁ ସେ ଗୃହରେ ଆଲୋଚନାରେ ତାର ତଥ୍ୟ ବାହାରିବ। ଖାଲି ତ କହିଦେଲେ ଚଳିବନି। ଗୃହକୁ ତଥ୍ୟ ଦେବା ଦରକାର ଅଛି ଏବଂ ଆଲୋଚନାକୁ ଆଣିବା ଦରକାର ଅଛି। ଆମେ ଯେତେବେଳେ ଦାବି ଦେଇଛୁ ତାର ରୁଲ୍ସ ଅଛି, ମୋ ପାଖରେ ବି ସେ ରୁଲ୍ସ ଆମେ କାଢ଼ିଛୁ। ସେକ୍ରେଟାରୀଙ୍କ ଜରିଆରେ ଆମେ ବାଚସ୍ପତିଙ୍କୁ ଜଣାଇବୁ ଏବଂ ବାଚସ୍ପତିଙ୍କ ପାଖରେ ସେଟା ପହଞ୍ଚିଲା ପରେ ଗୃହରେ ଆଲୋଚନା ହେଇନାହିଁ ବା ହବ କି ନାହିଁ ସେଟା ନିଷ୍ପତ୍ତି ବାଚସ୍ପତି କରିବେ। କିନ୍ତୁ ତା ପୂର୍ବରୁ ତାକୁ ଆଜି ଯେତେବେଳେ ଗ୍ରହଣ କରି କଥା ହେଇଛନ୍ତି ସେ ଯେଉଁ 5 ଜଣଙ୍କ ନାଁରେ ପ୍ରି ମ୍ୟାଚୁର୍ଡ ଲିଗ୍ ବୋଲି ଆଣିଲେ ଯେ ତଥ୍ୟ ବାହାରକୁ ଗଲା ଗୃହରେ ଯେତେବେଳେ ତଥ୍ୟକୁ ଆମେ ଦେଇ ଦେଇସାରିଛୁ ଆଉ ବାହାରକୁ ଏଥର ଯିବାର କ'ଣ ଅଛି? ତ ସମସ୍ତେ ଜାଣିସାରିଛନ୍ତି ଯେ ଆମେ କେମିତି କ'ଣ କରିଛୁ ନ କରିଛୁ। ବିଜୁ ଜନତା ଦଳ ବର୍ତ୍ତମାନ ଭୟଭୀତ ହେଇଛନ୍ତି। ସେମାନେ ମଧ୍ୟ ଭୟଭୀତ ହେଇଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ଆସିଲେ ସେ ଆଲୋଚନାକୁ ଆସିପାରିବେ କି ନାହିଁ ସେ ସନ୍ଦିହାନରେ ଅଛନ୍ତି। କାହିଁକିନା ହେଡକ୍ୱାର୍ଟରରୁ ଯେତେବେଳେ ନିର୍ଦ୍ଦେଶ ଆସୁଛି ତ ହେଡକ୍ୱାର୍ଟର ନିର୍ଦ୍ଦେଶକୁ ସେ ପାଳନ କରିବେ ନା ନିଜସ୍ୱ ମତରେ କାମ କରିବେ? ଯେତେବେଳେ ଆଲୋଚନାକୁ ଆସିବେନି, କିଛି ଡିସ୍କସନ ହେଇପାରିବନି, ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯିବ, ତେବେ ସରକାର କ'ଣ ପାଇଁ? ଆମେ ତ ଗୃହରେ ଆଲୋଚନା କରିବା ପାଇଁ ଦାବି କରୁଛୁ। ସେ ଦାବିଟାକୁ ଆଗେ ଗ୍ରହଣ କରନ୍ତୁ ଏବଂ ଦାବିକି ଆଲୋଚନାକୁ ଆସନ୍ତୁ, ତାପରେ ସେଠି ସତ କଥାଟା କ'ଣ ପଦ ନିଶ୍ଚିତ এটা ମିଳିତ ଭାବେ ସେମାନେ ଗୋଟେ ପ୍ରି ପ୍ଲାନ୍ କରିଛନ୍ତି। ଆମେ ସାର ବାବଦରେ କୃଷକ ବାବଦରେ ଆଲୋଚନା କରିବା ପାଇଁ ମୁଲତବୀ ପ୍ରସ୍ତାବ ଆଣିଥିଲୁ। ପର୍ଯ୍ୟାପ୍ତ ସୁଯୋଗ ଥିଲା ସରକାରଙ୍କୁ ପ୍ରଶ୍ନ କରିବା ପାଇଁ, କିନ୍ତୁ ତାକୁ ନକରି ସେ ହଠାତ୍ ଗୋଟେ କ୍ରିଏଟ୍ କରିବା ସେଇ କୃଷକଙ୍କ ଇସ୍ୟୁରେ ସେମ୍ ଇସ୍ୟୁରେ, ତ ଏଟା କିଛି ଆବଶ୍ୟକତା ହିଁ। ବିଜେଡି କାହିଁକି ଭୟଭୀତ? ସମୟକୁ ଆପଣ ଅପେକ୍ଷା କରନ୍ତୁ, ସବୁ କଥା ଜାଣିବେ।